हाय गाइस केମିତି ଅଛନ୍ତି ଆଶା ଭଲ ଥିବେ ଆଶା କରୁଅଛି ତ ଗାଇସ୍ ଏଇଟା ଆମର କମ୍ପାନୀ ବ୍ୟାକଗ୍ରାଉଣ୍ଡ କମ୍ପାନୀ ଏମିତି କିଛି ଅଛି ତ ଗାଇସ୍ ଏଇଟା ହଉଛି ଗଛ ଯୋଉଟାକୁ ମୁଁ ଲଗେଇଥିଲି 15 ଦିନ ହଉଛି ଏ ଗଛ ଲଗେଇକି ତ ଗାଇସ୍ ଏଟା କି ଗଛ ମୁଁ ବି ଜାଣି ପାରୁନି ମାନେ ମାସେ ହେଇ ନାହିଁ ଏତେ ଲମ୍ବା ହେଇଛି ତ ଗାଇସ୍ ଏଟା ହଉଛି ଆମର କମ୍ପାନୀ ପତ୍ରକାଣ୍ଡରେ କଦଳୀ ଗଛ ଆଉ ଏଇଟା ହଉଛି ଯୋଉଟା କି କହୁଛନ୍ତି କଣ ଏଟା କି ଜଡ଼ା ଗଛ ତ ଗାଇସ୍ ଏମିତି କିଛି ଅଛି ଏଟା ହଉଛି ଆମର କମ୍ପାନୀ ପତ୍ରକାଣ୍ଡ ଏଟା କମ୍ପାନୀ ଦେଖନ୍ତୁ ପତ୍ରକାଣ୍ଡର ସିନ୍ ଏଟା ତ ଗାଇସ୍ ଏଟା ଆମର ପୁରା ଫ୍ରି ଅଛି ଏକାନି ତ ଗାଇସ୍ ଆମ କମ୍ପାନୀର ଗୋଟେ କଣ କି ପତ୍ରକାଣ୍ଡ ଗୋଟେ ବଡ଼ ନଦୀଟେ ଅଛି ତ ଗାଇସ୍ ଆସନ୍ତୁ ଦେଖିବା ସେ ନଦୀକୁ ତ ଗାଇସ୍ ଏତେ ବଡ଼ ନଦୀ ଅଛି ଆପଣ ଦେଖିକି ଡରିବେ ମାନେ ଆଜି ଗୋଟେ ଏଡ଼େ ବଡ଼ ସାପ ଗୋଟେ ଦେଖିଲି ମୁଁ ଆଜି ଦିନ ସାରା ଶୋଇନାହିଁ ତ ଗାଇସ୍ ଏତେ ବଡ଼ ନଦୀ ଗୋଟେ ଅଛି ଆପଣ ଦେଖନ୍ତୁ ଏଇଠି ଦେଖ ଏ ନଦୀ ଗୋଟେ ଦେଖନ୍ତୁ ମାନେ ଏତେ ବଡ଼ ନଦୀ ମାନେ ଭାବିବ ନାହିଁ ଏ ନଦୀରେ ମାନେ ଡଙ୍ଗା ହଉଛି ଡଙ୍ଗା ମାନେ ଏମିତିକା ବଡ଼ ଡଙ୍ଗା ଗୋଟେ ରାତିରେ ଆଇଲା ମୁଁ ଦେଖିକିନା ଚମକି ଗଲି ମାନେ ଶୋଇଥିଲି ତ ଦେଖିକି ପୁରା ଚମକି ଗଲି ଆଉ ତ ଗାଇସ୍ ଏଇଟା ହଉଛି ଗୋଟେ ବଡ଼ ନଦୀଟେ ଏଇଟା ଆମର କମ୍ପାନୀ ପଛକାନି ଅଛି ଏମିତି କିଛି ଅଛି ଏଇଟା ହଉଛି ବ୍ରିଜ ଏ ଉପରେ ଗାଡ଼ି ଗୁଡ଼ା ମାନେ ଉପରେ ଯାହା ଆସା ହନ୍ତି ଡେଲି एनी टाइम मेटी पूरा रेज रही तो गाइस एटा जो ब्रिज इतने बड़ लंबाटा ब्रिज मो चली चली गली गोटे दिन माने आउ जाई पारिलिनी आउ बेक रे पड़ जाइल मैं डर लागला तो गाइस एटा होची डंगा माने एटी गेट भी होची माने जो जते बे तो पानी आइबो और जोर रे पानी आसुची ना एटा केरल ना जोर रे जते पानी आइबो तो गाइस ए माने से गेट पड़ुची माने सायरन बाजिबो तुमको ये के एते बड़ सायरन बाजिबो ଆପଣ ଶୋଇଥିଲେ ବି ମାନେ ଡରି ଯିବେ ମାନେ ବାପା ଏତେ ବର୍ଷା ହଉଛି କହିକି ମାନେ ଦେଖି ଆଇବେ ଏଇଟା ସେମିତି କି ଗୋଟେ ବ୍ରିଜ ଏଇଟା କେରଳରେ ଆସିବ ଆପଣ ମାନେ ଏର୍ଣ୍ଣାକୁଳମ ଡିଷ୍ଟ୍ରିକ୍ଟ ଏଇଟା ମୁଁ ଆଡ୍ରେସ ବି ଦେବି ଆପଣ ମୁଁ କୋଉଠି ରହୁଛି ସେଇଟା ବି ଦେବି ଆଡ୍ରେସ ବି ଦେବି ମାନେ ଏଇଟା ଏତେ ବଡ ବ୍ରିଜ ମାନେ ଗେଟ୍ ଅଛି ତାର ଗେଟ୍ ଦେଖୁଛ ମାନେ ଦେଖାଯାଉ ମାନେ ମତେ କ୍ୟାମେରା ନେବାକୁ ଡର ଲାଗୁଛି କାହିଁକି କୁମ୍ଭୀର ସାପ ଥିବ ନା ମତେ ବହୁତ ଡର ଲାଗେ କୁମ୍ଭୀର ସାପ ସମସ୍ତଙ୍କୁ ମତେ ଡର ଲାଗେ କ୍ୟାମେରା ମୁଁ ପାଖକୁ ନେଇ ପାରୁନି ଗେଟ୍ ଅଛି ଏଠି 1 2 3 ଗୋଟେ 10ଟା କି 15ଟା ଗେଟ୍ ଅଛି ତ ଗାଇସ୍ ସେମିତି କିଛି ଅଛି ଏଇଟା ହଉଛି ଗୋଟେ ଆମ୍ବ ଗଛ ଅଛି ଦେଖିପାରୁଥିବେ ଏଇଟା ଗୋଟେ ଆମ୍ବ ଗଛ ଅଛି ଏଇଟା ମୁଁ ଲଗେଇନି ଆଉ ସିଏ ଲଗେଇଥିବେ ତ ଗାଇସ୍ ତା ପଛ କାହାଣୀ ଗୋଟେ ସୁନ୍ଦର ଝରଣା ଗୋଟେ ଆଉଛି ମାନେ ଏତେ ଭଲ ପାଣି ଆଉଛି ଆପଣ ଦେଖିକିନା କହିବେ ଯେଟା ମାନେ ମୁଁ ବି ଜାଣିପାରୁନି କୋଉଠୁ ପାଣି ଆଉଛି ତ ଗାଇସ୍ ସେ ପାଣି ଟିକେ ଦେଖନ୍ତୁ ଆପଣ ନିଜେ ଜାଣିପାରିବେ ଏ ପାଣି ମାନେ ଏ କୁଣ୍ଡରେ ବି ପାଣି ନାହିଁ ହେଲା ହେଲେ ଏ ପାଣି କୋଉଠୁ ଆଉଛି ମୁଁ ଆଜି ମାନେ ଦେଖିଲି ଯେ ଯାର ସବୁ ଯାଇକି ଦେଖିଲି ତ ପାଣି ଦେଖାଯାଉନି ଏ କୋଉଠୁ ପାଣି ଆଉଛି ମୁଁ ବି ଜାଣିପାରୁନି ତ ଗାଇସ୍ ଏ ପାଣି କେବେ କେବେ ଆସିବ କେବେ କେବେ ବନ୍ଦ ବି ହବ ଅଟୋମେଟିକ ବନ୍ଦ ହବ ଅଟୋମେଟିକ ଆସିବ ତ ଟିକେ କେମିକାଲ ବାସ୍ନା ଲାଗୁଛି ଏଇଟା ପ୍ରକୃତ କେମିକାଲର ପାଣି ଆଇଯିବ ମାନେ ଏଠି ବହୁତ କମ୍ପାନୀ ଅଛି ନା ତ ଗାଇସ୍ ଏଠି ବହୁତ ଗୁଡ଼ା କମ୍ପାନୀ ଅଛି ସେ କମ୍ପାନୀ ଭିତରେ ମାନେ ଗୋଟେ କେମିକାଲ କିଏ ଗୋଟେ ଧୀରେ ଛାଡୁଛନ୍ତି ରାତି ଧୀରେ ଛାଡୁଛନ୍ତି ହେଲା ସେ ପାଣି ହେଇଥିବ ସେଇଟା ଡାଉଟ୍ ଲାଗୁଛି ତ ଗାଇସ୍ ଚାଲନ୍ତୁ ଦେଖେଇବି ତମକୁ ମୋର କଣ ଆମର ଯୋଉ ଏଇଠି ବସନ୍ତି ମାନେ ଯେତେବେଳେ ମାନେ ଆମେ ଗରମ ହବୁ କାମ କରିବୁ ମେସିନ ଭିତରେ ଯେତେବେଳେ ଗରମ ହବୁ ନା ଏ ଗଛରେ ଆସିକି ପୁରା ଆରାମ ଗାଇସ୍ ବହୁତ ସୁନ୍ଦର ଗଛଟା ଏଇଟା ଆମର ସବୁ ଜାଣିଛେ ଗଛ ଆମର ସୁଖ ଭିତରେ ଆମେ ଯେମିତି ବାହାରରୁ ଆସିକି କଥା ହବୁ ଏ ଗଛ ତଳେ ବସିକି ମାନେ ଯେତେବେଳେ ଖରା ହଉଥିବ ସେତେବେଳେ ଏ ଗଛରେ ଗାଇସ୍ ଆମେ ଆସିକି ବସୁ ଆମର ସୁଖ ଦୁଃଖ ସବୁ ବାଣ୍ଟି ନଉ ତ ଗାଇସ୍ ଏଠି ସେମିତି ପକେଇଛୁ ଆମେ ଯେତେବେଳେ ବସୁଛୁ ଏଇଟା ହଉଛି ଆମେ ବସୁଛୁ ଏଇଠି ବସିକି ଆମେ ମୋବାଇଲ ଦେଖିବୁ ଫ୍ରି ଫାୟାର ମାରିବୁ ତ ଗାଇସ୍ ସେତେବେଳେ କଣ ହଉଛି କି ସୁପ୍ରେସରଟା ଆସୁଛି ଏ ବାଡ଼ା ଏମିତି ମୁଣ୍ଡ ଖରାପ ଲାଗୁଛି ମତେ ଆପଣ ମାନେ ଚିନ୍ତା କରନ୍ତୁ ଟିକେ ମାନେ ଗୋଟେ ଜଣ ଫ୍ରି ଫାୟାର ଖେଳୁଥିବ ମାନେ ମନ ଦେଇକି ଏଠି ବସିକି ଯେତେବେଳେ ସୁପ୍ରେସର ଆସିକି କହିବ ଏ ପୁରା ନା ମାନେ କହିବେ ଏମିତି ଟେନସନ କୁହନା ତ ଗାଇସ୍ ମୁଁ ଆସିକି ମାସେ ହେଇଛି ଏ ବିଷୟରେ ମତେ କିଛି ଜଣା ନାହିଁ ତ ଗାଇସ୍ ଆଉ ଦେଖନ୍ତୁ ଏ ଗଛ ଗୋଟେ ମୁଁ ଦେଖିବାର ମାନେ ବୁଲୁଥିଲି ଏ ଗଛ ହଉଛି ମାନେ ଔଷଧ ଗଛ ହେଲା ଯାକୁ କାଛୁ କୁଣ୍ଡିଆ ହଉଥିବ ଏ ପତ୍ର ନିଅ ଯାହାର କାଛୁ କୁଣ୍ଡିଆ ହଉଥିବ ତ ଗାଇସ୍ ପତ୍ର ଖାଲି ଟିକେ ଏମିତି କରିଦେବ ହେଲା ଦେଖେଇଦବୁ ପତ୍ର ଗୋଟେ ନେବ ମାନେ ପତ୍ରରେ ଭଲକି ଦେଖିନି ପତ୍ର ହଉଛି ଗାଇସ୍ କାଛୁ କୁଣ୍ଡିଆ ପାଇଁ ଏ ପତ୍ର ମାନେ ଭଲ ହେଲେ ମୁଁ ବି ଜାଣିନଥିଲି ମତେ ଜଣେ ପିଲା କହିଲା ମାନେ ତାକୁ କାଛୁ କୁଣ୍ଡିଆ ହେଇଥିଲା ତ
ଏ ପିଲା ସବୁଦିନ ପତ୍ର ନେଲା 2 ଦିନ ଦେଖିଲି ତ ଭାଇ କଣ ନଉଛ ସେ କହିଲା ମତେ ନାଇଁ ଭାଇ ଏଇଟା ହଉଛି କାଚୁ କୁଣ୍ଡିଆ ପାଇଁ ତାପରେ ଏଇଟା ଟିକେ ଘଷିକି ଗାଏ ଯୋଉଠି ତମ କାଚୁ କୁଣ୍ଡିଆ ହଉଛ ଟିକେ ଲଗେଇ ଦିଅ ତା ଆର ଦିନ ପୂର୍ବରୁ ପୁରା ଏଇ ଯେମିତିକା ଗୋଟେ ଗଛ ଅଛି ମୋ କମ୍ପାନୀ ଫ୍ରଣ୍ଟରେ ମାନେ ଗଛ କାନି ଅଛି ତ ଗାଏ ଆଉ ଏଇଟା ଏତେ ମାନେ ବଡ ବ୍ରିଜ ଟା ମାନେ ଏଇଟା ବ୍ରିଜ ମାନେ ଏଇଟା ଆଉ କିଛି ସିମେଣ୍ଟ ଫିମେଣ୍ଟ କିଛି ଲାଗି ନାହିଁ ଏଇଟା ଲାଗିଛି ଖାଲି ପଥର ସହିତ এই ব্রিজটা বনা যায় মানে দেখন্তু এতে বড় ব্রিজ মানে এতে লম্বা ব্রিজ মানে তা 10 ହାତଟି গেট ଅଛି ଆଉ ମାନେ ବ୍ରିଜ ରେ ମାନେ ଏତେ ବର୍ଷର ବ୍ରିଜ ହେଇଥିବ ମୁଁ ସେ ପାଖକୁ ଯିବାକୁ ଡର ରହୁଛି ମାନେ କାହିଁକି ଖାଲି ପଥର ସହିତ ବ୍ରିଜ ଟା କନେକ୍ଟ ହେଇଛି ହେଲା ତ ଗାଇସ୍ ଦେଖି ପାରୁଥିବେ ଏମିତି ମାନେ ଏମିତି ବିପଦ ଯୋଉଟା କି ମୋର କମ୍ପାନୀ ପାଖରେ ବିପଦ ଅଛି ଗୋଟେ ସମୁଦ୍ର ବିପଦ ଗୋଟେ ବ୍ରିଜ ବିପଦ ଗୋଟେ ପଥର ବିପଦ ବାପରେ ବାପ ଯେତେବେଳେ ଆଇବ ପୁରା ସଫା ହେଇଯିବ ତ ଗାଇସ୍ ଦେଖନ୍ତୁ ଏଇଟା ଗୋଟେ ଗଛ ଏ ଗଛ ହଉଛି ଗାଇସ୍ ଏଇଟା ହଉଛି ଏ ଗଛ ମୁଁ ବି ଜାଣିନି ତମ ସାଙ୍ଗ ଗୋଟେ ଜାଣିଥିବ ଏ ସାଙ୍ଗଟା କି ଗଛରେ ସାଙ୍ଗ ଏଇଟା ଗଛ ଗଛ ନା କଣ ଟିକେ ଶୁଣିକି ଦେଖିବା କି ବାସ୍ନା ହଉଛି ଅତି ସୁନ୍ଦର ବାସ୍ନା ଏଇଟା କି ଗଛ ମୁଁ ବି ଜାଣୁ ପୁରା ଭଲ ବାସ୍ନା ଦଉଛି ତ ଗାଇସ୍ ଦେଖନ୍ତୁ ଏଇଟା ଆମ କମ୍ପାନୀ ଆଇ ଦେଖ କଣ ଆମ୍ବ ଗଛ ଅଛି ମାନେ ଔଷଧ ଗଛ ଅଛି କଦଳୀ ଗଛ ଅଛି ଆଉ କଣ ଦେଖେଇବି ଏଟା ମୋର ପୁରା ଫ୍ରଣ୍ଟ ମାନେ ମୋ କମ୍ପାନୀ ଯେତିକି ମାନେ ମୁଁ ଟ୍ରାଭେଲ କଲି ସେତିକି ଜିନିଷ ମତେ ମିଳୁଛି ତ ଗାଇସ୍ ଆଉ କଣ କହିଥାନ୍ତି ଏଇଠି ସବୁ ବଡ କମ୍ପାନୀ ମାନେ ଅଛି ଯୋଉଟା କି ମାନେ ଏଇଠି ଗୋଟେ 100 200 300ଟା ପକ୍କା ବହୁତ କମ୍ପାନୀ ଥିବ ତ ଗାଇସ୍ ଆଉ ଆସନ୍ତୁ ତ ଏଇଟା ହଉଛି ଗୋଟେ କଦଳୀ ଗଛ ଏ କଦଳୀ ଗଛ ମାନେ ସେ ପଥରେ ଗୋଟେ କଦଳୀ ଖାଇଥିଲେ ତ ଏ ତ ଗାଇସ୍ ଦେଖନ୍ତୁ ଏଇଟା ଦେଖନ୍ତୁ ଇଆଡେ ଏତେ ବଡ ନଦୀଟା ତ ଆପଣଙ୍କୁ ମୁଁ ଦେଖ ଏଇଟା ମାନେ ଗୋଟେ ଡଙ୍ଗା ଅଛି ଡଙ୍ଗା ସେଠି ଅଛି ଟପ୍ ଅଛି ଯେ କ୍ୟାମେରାରେ ଦେଖାଯିବ ନାହିଁ ମୋର କ୍ୟାମେରା ଟିକେ ମାନେ ମୋବାଇଲରେ ମୁଁ ରେକର୍ଡ କରୁଛି ନା ତ ଗାଇସ୍ ଦେଖନ୍ତୁ ଏଇଟା ସବୁ ଏଇଟା ଦେଖ ମାନେ କେତେ ବଡ ନଦୀଟା ଏଇଟା ମାନେ ମୋ କମ୍ପାନୀ ପଠାନିର ନଦୀଟା ହେଲା ଏତେ ବଡ ନଦୀ ମାନେ ମୋ ନଦୀ ପାଖକୁ ଆସିକି ଏଇଟା ଦେଖଉଛି ତମକୁ ମତେ ବି ବହୁତ ଡର ଲାଗୁଛି କାହିଁକି ମାନେ ବଡ ଭୟଙ୍କର ବର୍ଷା ହଉଛି ନା କେରଳ ଏରିଆରେ ତ ମାନେ ସାପ ସୁପା କୁମ୍ଭୀର ପଡିବ ନା ମତେ ବହୁତ ଡର ଲାଗେ ତ ଗାଇସ୍ ସେଇଟା ଆମର ବ୍ରିଜ କହୁଥିଲି ଦେଖନ୍ତୁ ଗେଟ୍ ଦେଖ ଗେଟ୍ ଉପରେ ଅଛି ନା ଗେଟ୍ ସେଟା ତଳକୁ ଆଣିନାହାନ୍ତି ଗେଟ୍ ସେଟା ଉପରେ ଅଛି ଇଆଡେ ବି ଗୋଟେ ଗେଟ୍ ଅଛି ଏ ମାନେ ସେখানে ଗୋଟେ ଗେଟ୍ ଅଛି ମାନେ ସେଟା ପକେଇଥିଲେ ବୋଧେ ରାତିରେ ସେଟା ସକାଳେ ଯାଇଛି ନା ସେଟା ଟେକିଛନ୍ତି ତ ପାଣି ଟିକେ ମାନେ ଧୀରେ ଧୀରେ ଆସୁଛି ତ ଗାଇସ୍ ତ ମୁଁ ଆଗକୁ ଭିଡ଼ିଓ ବନାଉଛି ତ ଗାଇସ୍ ଆପଣମାନଙ୍କ ସପୋର୍ଟ ଦରକାର ଆପଣମାନଙ୍କ ଭଲ ପାଇବା ଦରକାର ତ ଗାଇସ୍ ଆପଣମାନଙ୍କ ସପୋର୍ଟ ଭଲ ପାଇବା ହେଲେ ହିଁ ମୁଁ ଆଗକୁ ଯାଇପାରୁଛି ତ ଗାଇସ୍ ମୁଁ ଏଇନେ କେରଳରେ ଆଉ 5 ମାସ 6 ମାସ ପରେ ମୁଁ ଗାଁକୁ ଯିବି ତ ଗାଇସ୍ ଗାଁରେ ଭଲ ମୋର ଭିଡ଼ିଓ ମାନେ ପାହାଡ଼କୁ ଆମର ଗୋଟେ ବଡ଼ ମାନେ ଗୋଟେ ବଡ଼ ଗୋଟେ ଝରଣା ଗୋଟେ ଅଛି ଯିଏକି ଝରଣା ତଳରୁ ପାଣି ପଡ଼ୁଛି ଯୋଉଟାକି ରାକେଶ ବୋଲି କୁହାଯାଏ ସେଟାକି ଆମର ମାନେ ଫୁଲବାଣୀ ଡିଷ୍ଟ୍ରିକ୍ଟରେ ଅଛି ତ ଗାଇସ୍ ମୁଁ ଡିସେମ୍ବର 25-26ରେ ମୁଁ ଯିବି ତ ଗାଇସ୍ ଆଉ ଆପଣ ଟିକେ ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ ସେୟାର କରନ୍ତୁ ତ ଗାଇସ୍ ନୂଆ ଯଦି ଆସୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ତ ଗାଇସ୍ ଭଲରେ ଥିବେ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ।